ଶୁଭ ସକାଳ ପିଲାମାନେ। ପିଲାମାନେ, ବହୁତ ଗରମ ଲାଗୁଛି ନା? ହଁ, ସେଇଥିପାଇଁ ତ ଆମେ ସମସ୍ତେ ଟିଭି ମାଧ୍ୟମରେ ଘରେ ବସି ପାଠ ପଢୁଛେ ନା? ଆମ ଜଳବାୟୁଟା ବର୍ତ୍ତମାନ ବହୁତ ଗରମ, ନୁହେଁ? ଆଚ୍ଛା, ଆମେ ଏଇ ଭାରତର ଜଳବାୟୁ ସମ୍ବନ୍ଧରେ ବହୁତ କିଛି ପାଠ ପଢି ସାରିଛେ। ଯେପରି ଭାରତର ପାଗ, ଋତୁ, ଅନୁଭୂତ ଜଳବାୟୁ, ପୁଣି ଏଇ ଜଳବାୟୁ ସବୁ କେଉଁ କାରଣରୁ ନିୟନ୍ତ୍ରଣ ହୋଇଥାଏ। ଆଚ୍ଛା, ତାହେଲେ ତୁମେ ସବୁ ମନେ ରଖିଛ ନା? ପୂର୍ବ କ୍ଲାସରେ ତୁମେ ପଢିଛ ମୌସୁମୀ ବାୟୁ ପ୍ରବାହ। କଣ ମନେ ରଖିଛ? ଆସିଲ ଟିକେ ମନେ ପକେଇବା। ମୌସୁମୀ ଶବ୍ଦଟି କେଉଁ ଶବ୍ଦରୁ ଆସିଛି? ହଁ, ମୌସୁମୀ ଶବ୍ଦଟି ଆରବୀ ଶବ୍ଦ ମୌସିମରୁ ଆସିଛି, ଯାହାର ଅର୍ଥ ହେଉଛି ଋତୁ। ଆଚ୍ଛା, ଆଉ ଗୋଟିଏ ପ୍ରଶ୍ନ ପଚାରିବା। ପୃଥିବୀର ପୃଥ୍ୱୀବହୁଳ ଅଞ୍ଚଳ କେଉଁଠି? ଠିକ୍ କହିଛ, ମାଉସିନ୍ ରାମ୍। ଏହି ଛବିଟି ମାଉସିନ୍ ରାମର ଭାରତର ମେଘାଳୟ ରାଜ୍ୟରେ ଅବସ୍ଥିତ ଗୋଟିଏ ଛୋଟିଆ ଗ୍ରାମ। ଏହାକୁ ପୃଥିବୀର ସବୁଠାରୁ ଅଧିକ ବର୍ଷା ପଡୁଥିବା ସ୍ଥାନ ବୋଲି କୁହାଯାଏ। ଆମ ଜୀବନ ଜଳବାୟୁ ସହ ଘନିଷ୍ଠ ଭାବେ ଜଡ଼ିତ ଓ ଏହା ଉପରେ ନିର୍ଭରଶୀଳ। ଭୌଗୋଳିକ ପରିବେଶ ଉପରେ ଜଳବାୟୁ ନିର୍ଭର କରେ, ଆଉ ଜଳବାୟୁ ଉପରେ ଆମର ଜୀବନଶୈଳୀ ନିର୍ଭର କରେ। ଆମେ କେତେବେଳକୁ ଉଠିବା, କଣ ଖାଇବା, କଣ ପିନ୍ଧିବା, କିପରି ଘରେ ରହିବା, କେଉଁ ଜୀବିକା ଗ୍ରହଣ କରିବା, ଏସବୁ ଆମର ଜଳବାୟୁ ଉପରେ ନିର୍ଭର କରେ। ମନେକର ଆମେ ପାହାଡ଼ ପର୍ବତ ଅଞ୍ଚଳରେ ରହୁଛେ, ତାହେଲେ ଚାରିଆଡ଼ ବରଫ ପଡୁଥିବ, ଆମକୁ ଥଣ୍ଡା ଲାଗିବ, ଆମେ ବେଶୀ ସକାଳୁ ଉଠି ପାରିବା ନାହିଁ, ଗରମ ପୋଷାକ ପିନ୍ଧିବା। ଯଦି ଆମେ ମରୁଭୂମି ଅଞ୍ଚଳରେ ରହିବା, ତାହେଲେ ସେଠାରେ ଅଧିକ ଗରମ ଅନୁଭୂତ ହେବ, ଆମେ ଢିଲା ଓ ସୂତା ଲୁଗା ପିନ୍ଧିବା। ତେଣୁ ଆମର ପୋଷାକ ନିର୍ଭର କରୁଛି ଆମ ଜଳବାୟୁ ଉପରେ। ଦେଖିଲ ଏଇ ଚିତ୍ରରେ, ଦେଖ ଯୋଉଠି ବରଫ ପଡୁଛି ସେମାନେ ଗରମ ପୋଷାକ ପିନ୍ଧୁଛନ୍ତି, ଆଉ ଯୋଉଠି ଖରା ବହୁତ ପଡୁଛି ସେମାନେ ଢିଲା ଓ ଛୋଟ ଲୁଗା ପିନ୍ଧିଛନ୍ତି। ଠିକ୍ ସେହିପରି ଜଳବାୟୁ ବା ବର୍ଷାର ପରିମାଣ ଅନୁଯାୟୀ ଆମର ଖାଦ୍ୟ ନିର୍ଭର କରେ। ଅଧିକ ବର୍ଷା ହେଲେ ଭଲ ଧାନ ହୁଏ। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଆସାମ, ଛତିଶଗଡ଼, ତେଲେଙ୍ଗାନା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଇତ୍ୟାଦି ଅଞ୍ଚଳରେ ବହୁତ ବର୍ଷା ହୁଏ। ତେଣୁ ସେଠାକାର ଲୋକମାନଙ୍କର ମୁଖ୍ୟ ଖାଦ୍ୟ ହେଉଛି ଭାତ। କିନ୍ତୁ ରାଜସ୍ଥାନ, ହରିୟାଣା, ପଞ୍ଜାବ, ବିହାର, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ବର୍ଷା କମ୍ ହୁଏ। ଏହି ସ୍ଥାନରେ ଗହମ ଭଲ ଚାଷ ହୁଏ। ତେଣୁ ଲୋକମାନଙ୍କର ମୁଖ୍ୟ ଖାଦ୍ୟ ରୁଟି। ଏହି ମାନଚିତ୍ରରେ ଦେଖ, ଯେଉଁଗୁଡ଼ିକ ରଙ୍ଗୀନ ଦେଖାଯାଉଛି, ଏହି ଅଞ୍ଚଳ ମାନଙ୍କରେ ଟିକେ କମ୍ ବର୍ଷା ହୁଏ, ତେଣୁ ଭଲ ଗହମ ହୁଏ। ତାଙ୍କର ମୁଖ୍ୟ ଖାଦ୍ୟ ରୁଟି। ଜଳବାୟୁ ଅନୁଯାୟୀ ବାସଗୃହ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ହିମାଚଳ ପ୍ରଦେଶରେ କାଠି କୁଦି ଘର ତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶରେ ଟାଇଲି ଛପର ଘର, ଓଡ଼ିଶାରେ ଚାଳ ଘର, ମେଘାଳୟରେ ବାଉଁଶର ଘର ଏହିପରି ତିଆରି କରି ସେମାନେ ଘରେ ରୁହନ୍ତି। ସ୍ଥାନୀୟ ସଂସ୍କୃତି ତଥା ଚାଲିଚଳନରେ ଜଳବାୟୁର ପ୍ରଭାବ ପକାଇଥାଏ। ଆମେ ଯେଉଁ ଜଳବାୟୁ ଅନୁଭୂତ କରୁଛେ, ଆମ ସ୍ଥାନର ସଂସ୍କୃତି ତଥା ଚାଲିଚଳନ ମଧ୍ୟ ସେହିପରି। ଆମେ ଓଡ଼ିଶାରେ ରହୁଛେ, ଆମର ଏପ୍ରିଲ ମାସରେ ନୂଆ ବର୍ଷ ପାଳନ ହୁଏ। ସେ ସମୟରେ ପ୍ରବଳ ଗରମ ହୁଏ ବୋଲି ଅଧିକ ପାନୀୟ ପିଇବା ଉଦ୍ଦେଶ୍ୟରେ ପଣା ସଂକ୍ରାନ୍ତି ପାଳନ କରନ୍ତି। ଏଇ ଛବିରେ ଦେଖ, ପଣା ସଂକ୍ରାନ୍ତି ଅଛି, କେମିତି ପଣା ପୂଜା ହଉଛି। ଠିକ୍ ସେହିପରି ମେ ଜୁନ ମାସରେ ମୌସୁମୀ ଆସେ, ତେଣୁ ଅକ୍ଷୟ ତୃତୀୟା ପର୍ବରେ ଲୋକମାନେ ବିଲରେ ମଞ୍ଜି ବୁଣିଥାନ୍ତି। ସାବିତ୍ରୀ ବ୍ରତରେ ଖରାଦିନିଆ ଫଳ ଭୋଗ କରନ୍ତି। ରଜ ସଂକ୍ରାନ୍ତିରେ ଜମିକୁ ଟିକେ ବିଶ୍ରାମ ଦିଅନ୍ତି। ସମ୍ବଲପୁରରେ ନୂଆଖାଇ ପର୍ବରେ ସମସ୍ତ ନୂଆ ଶସ୍ୟ ପନିପରିବା ରାନ୍ଧି ମା ସମଲେଇଙ୍କୁ ପୂଜା କରନ୍ତି।
ଫାଲ୍ଗୁନ ମାସରେ ହୋଲି ପର୍ବରେ ରଙ୍ଗ ବୋଳି ହେଇ ଭଲ ଭାବେ ପୁଣି ଗାଧୋଇଥାନ୍ତି। ଚୈତ୍ର ମାସରେ ନିମ୍ବ ଫୁଲ ଖାଇ ବିଭିନ୍ନ ଚର୍ମ ରୋଗରୁ ରକ୍ଷା ପାଆନ୍ତି। ଚୈତ୍ର ମାସରେ ଚାଷ କାମରୁ ଟିକେ ବିରତ ନେଇ ସବୁ ଗାଁରେ ପ୍ରାୟ ଅଷ୍ଟପ୍ରହରୀ ଓ ଯଜ୍ଞମାନ କରି ଏକତ୍ରିତ ହେଇଥାନ୍ତି। ଏହିପରି ଭାବରେ ବିଭିନ୍ନ ସ୍ଥାନୀୟ ଜଳବାୟୁ ଅନୁଯାୟୀ ଆମର ପର୍ବପର୍ବାଣୀ ଓ ଚାଲିଚଳନ ସ୍ଥିର କରାଯାଇଛି। ଏଇ ଏଇ ଛବିରେ ତୁମେମାନେ ଏଇସବୁ ଦେଖିପାରୁଛ, ନୁହେଁ? ଆଚ୍ଛା ପିଲାମାନେ, ତୁମେ ତୁମ ଜେଜେବାପା ଆଉ ଜେଜେମାଙ୍କ ସହ ବସି ତୁମ ସ୍ଥାନର ପର୍ବପର୍ବାଣୀ ଆଉ କିପରି ପାଳନ କର ବୁଝି ଲେଖି ଆଣିବ। ଠିକ୍ ସେହିପରି ଭାରତର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଜଳବାୟୁ ଅନୁଭୂତ ହୁଏ। ତେଣୁ ଭାରତର ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ଋତୁ ଅନୁଯାୟୀ କୃଷି ଭିତ୍ତିକ। ଯେପରି ବିହୁ ପର୍ବ, ବିହାରର ଛଟ୍ ପୂଜା, ମକର ସଂକ୍ରାନ୍ତି, ବୈଶାଖୀ, ପୋଙ୍ଗଲ, ଆଉ ଏ ଶୀତ ପର୍ବ, ହେମିସ୍ ପର୍ବ, ସିକିମର ଲୋସୁଙ୍ଗ ପର୍ବ, ଏହିପରି ଅନେକ ପର୍ବ। ଏହା ହଉଛି, ଦେଖ ପିଲାମାନେ, ଏଇଟା ହଉଛି ଆସାମର ବିହୁ ପର୍ବ। ରଙ୍ଗୋଲି ଆଉ ବୋହଗ ପର୍ବ। ରଙ୍ଗୋଲି ଆଉ ବୋହଗ ବିହୁ ବସନ୍ତ ଋତୁର ଆଗମନରେ ପ୍ରାୟ ଏପ୍ରିଲ ମାସ 14-15 ତାରିଖରେ ଆସାମୀମାନେ ନୂଆ ବର୍ଷ ପାଳନ କରି ଜମିରେ ମଞ୍ଜି ବୁଣିଥାନ୍ତି। ଦେଖ ପିଲେ, ଏଇ ଚିତ୍ରଟି କୋଙ୍ଗାଲି କଟି ବିହୁ। ଆସାମୀମାନେ ଅକ୍ଟୋବରରେ ଭଲ ଚାଷ ପାଇଁ ଓ ଦରିଦ୍ରତା ଦୂର କରିବା ପାଇଁ ବିଲରେ ଦୀପ ଜାଳି ପ୍ରାର୍ଥନା କରନ୍ତି। ସେହି ସମୟରେ ତାଙ୍କର ଶସ୍ୟ ସରି ଆସିଥାଏ। ଅମଳ କାଟିବା ପର୍ଯ୍ୟନ୍ତ କଙ୍ଗାଳ ନ ପଡ଼ିବା ପାଇଁ ସ୍ତ୍ରୀ ଲୋକମାନେ ତୁଳସୀ ଗଛ ମୂଳରେ ଦୀପ ଜାଳି ପ୍ରାର୍ଥନା କରନ୍ତି, ଯେପରି ସବୁବେଳେ ତାଙ୍କର ଶସ୍ୟ ଭରପୁର ହୋଇ ରହିଥିବ। ତାପରେ ଆସେ ଭୋଗାଲ ବିହୁ ବା ମାଘ ବିହୁ। ଆସାମର ଲୋକେ ଜାନୁଆରୀ ମାସରେ ଚାଷ ଅମଳ ସମୟରେ ଆନନ୍ଦରେ ବିହୁ ନାଚ କରନ୍ତି। ଏହି ସମୟରେ ସେମାନେ ଚାଉଳ ଓ ବାଉଁଶରେ ପିଠା, ଲଡୁ ଇତ୍ୟାଦି ତିଆରି କରନ୍ତି। 2023ରେ ବିହୁ ନାଚ ଗିନିଜ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ହୋଇଛି। ଏବେ ଦେଖ, ଏହା ହେଉଛି ବିହାରର ଛଟ୍ ପୂଜା। କାର୍ତ୍ତିକ ମାସର ଦୀପାବଳିର 6 ଦିନ ପରେ ସୂର୍ଯ୍ୟ ଦେବତାଙ୍କ ଭଉଣୀ ଛଟ୍ ମାତାଙ୍କୁ ବିହାରର ଲୋକେ ଏକତ୍ରିତ ହୋଇ ନଦୀ ପଠାରେ ବିଭିନ୍ନ ପ୍ରକାର ଫଳ ଭୋଗ କରିଥାନ୍ତି। 36 ଘଣ୍ଟା ଧରି ଉପବାସ ରହି ପ୍ରକୃତିର ପୂଜା କରନ୍ତି। ତାଙ୍କର ଧାରଣା ଯେ ଯିଏ ଅସ୍ତ ହୁଅନ୍ତି ସେ ନିଶ୍ଚୟ ଉଦୟ ହୁଅନ୍ତି। ଏହା ହେଉଛି ମକର ସଂକ୍ରାନ୍ତି। ଏହା ମଧ୍ୟ ଏକ ଋତୁକାଳୀନ ପର୍ବ। ଭାରତର ପ୍ରାୟ ସବୁ ସ୍ଥାନରେ ପାଳନ ହୁଏ। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଲେ ଦିନ ବଡ଼ ହୁଏ। ଏହି ସମୟରେ ଗୁଡ଼ି ଉଡ଼ାଇ ମକର ଚାଉଳ ଭୋଗ କରି ମକର ସଂକ୍ରାନ୍ତି ପାଳନ କରନ୍ତି। ଏବେ ଦେଖିବା ବୈଶାଖୀ ପର୍ବ। ଉତ୍ତର ଭାରତର ପଞ୍ଜାବ ଓ ହରିୟାଣାରେ ବସନ୍ତ ଋତୁ ସମୟରେ ପାଳନ କରାଯାଏ। ଆମର ପଣା ସଂକ୍ରାନ୍ତି ପରି ସେମାନେ ମଧ୍ୟ ଏପ୍ରିଲ ମାସରେ ପାନୀୟ ଭୋଗ କରି ତାଙ୍କ ଆଞ୍ଚଳିକ ନୃତ୍ୟ ଭାଙ୍ଗରା ଏବଂ ଗିଦ୍ଧା ନାଚ କରନ୍ତି। ଏହା ମଧ୍ୟ ଏକ ଋତୁକାଳୀନ ପର୍ବ। ଏହା ହେଉଛି ପୋଙ୍ଗଲ ପର୍ବ। ତାମିଲନାଡୁର କୃଷି ଭିତ୍ତିକ ପର୍ବ। ଜାନୁଆରୀ ମାସରେ ସୂର୍ଯ୍ୟ ଦେବତାଙ୍କୁ ଧନ୍ୟବାଦ ଦେବା ପାଇଁ ପାଳନ କରାଯାଏ। କୃଷି ଅମଳ ପରେ ପରେ ରଙ୍ଗୋଲିରେ ସଜାଇ ଗାଈଙ୍କୁ ପୂଜା କରି ଚାଉଳ, ଗୁଡ଼ ଓ କ୍ଷୀରିରେ କ୍ଷୀରି କରି ପୂଜା କରନ୍ତି। ତାପରେ ଦେଖିବା ଆଉ ଏ ଶୀତ ପର୍ବ। ଆଉ ଏ ଶୀତ ପର୍ବ ଓଡ଼ିଶାର କିଛି ଆଦିବାସୀ ଅଞ୍ଚଳରେ ପାଳନ ହୋଇଥିବା ଏକ ଶୀତ ଋତୁର ପର୍ବ। ଏହା ସାଧାରଣତଃ ପୌଷ ମାସରେ ପାଳନ କରାଯାଏ। ତାପରେ ଦେଖିବା ଲଦାଖର
ହେମିସ୍ ପର୍ବ। ଦେଖିପାରୁଛ ନା ପିଲାମାନେ ଏଇ ଚିତ୍ରଟି? ଏହା ହେଉଛି ଲଦାଖର ହେମିସ୍ ପର୍ବ। ହେମିସ୍ ପର୍ବ ଲଦାଖରେ ପାଳନ ହୋଇଥିବା ଏକ ପ୍ରସିଦ୍ଧ ବୌଦ୍ଧ ଧାର୍ମିକ ପର୍ବ। ଏହା ପ୍ରତିବର୍ଷ ହେମିସ୍ ମଠରେ ବହୁ ଧୁମଧାମରେ ପାଳନ କରାଯାଏ। ଏଇ ଚିତ୍ରଟି ପିଲେ ଦେଖୁଛ? ଏହା ହେଉଛି ସିକିମର ଲୋସୁଙ୍ଗ ପର୍ବ। ଡିସେମ୍ବରରେ କୃଷି ଅମଳ ସାରି ସେମାନେ ନୂଆ ବର୍ଷ ପାଳନ କରନ୍ତି। ଏହାକୁ ନାମସୁଙ୍ଗ ମଧ୍ୟ କହନ୍ତି। ଏଥିରେ ଭୁଟିଆ ଓ ଲାପ୍ଚା ଜାତିର ଅଧିବାସୀମାନେ ଚାମ୍ ମୁଖା ମୁହଁରେ ପିନ୍ଧି ନାଚ କରନ୍ତି। ଦେଖିପାରୁଛ ଏଇ ଚିତ୍ରରେ ସେମାନେ କେମିତି ଚାମ୍ ମୁଖା ପିନ୍ଧିଛନ୍ତି। ଏଇ ଚାମ୍ ମୁଖା ପିନ୍ଧି ସେମାନେ ସମସ୍ତେ ମିଶିକିରି ନାଚ କରିଥାନ୍ତି। ସିକିମର ଲୋସୁଙ୍ଗ ପର୍ବ। ଗୁଡ଼ି ପଡ଼ୁଆ ପର୍ବ। ଦେଖିପାରୁଛ ପିଲାମାନେ ଏଇ ଗୁଡ଼ି ପଡ଼ୁଆ ପର୍ବ ମହାରାଷ୍ଟ୍ରର ଏକ ଋତୁ ଓ କୃଷିଭିତ୍ତିକ ପର୍ବ। ମରାଠୀମାନେ ତାଙ୍କ ନୂଆ ବର୍ଷ ପାଳନ ଉଦ୍ଦେଶ୍ୟରେ ଚୈତ୍ର ମାସର ପ୍ରଥମ ଦିନ ରବି ଫସଲ କରି ଅମଳ ଖୁସିରେ କରି ଗୁଡ଼ି ପଡ଼ୁଆ ପାଳନ କରନ୍ତି। ସେମାନେ ଫୁଲ, ପତ୍ର, ରଙ୍ଗ ବେରଙ୍ଗ କପଡ଼ା ବାଉଁଶରେ ବାନ୍ଧି ଘର ବାହାରେ ଗୁଡ଼ି ସଜାଇ ବ୍ରହ୍ମାଙ୍କୁ ପୂଜା କରନ୍ତି। ଦେଖିପାରୁଛ ନା ପିଲାମାନେ ଗୋଟେ ବାଉଁଶରେ କେମିତି ରଙ୍ଗ ବେରଙ୍ଗର ଲୁଗା ବନ୍ଧା ହେଇଛି, ଫୁଲ ବନ୍ଧା ହେଇଛି, ଆଉ ତଳେ ରଙ୍ଗୋଲି ସଜା ହେଇଛି, ଆଉ ନୂଆ ବସ୍ତ୍ର ପିନ୍ଧିଛନ୍ତି, ଆଉ ସମସ୍ତେ କେମିତି ପୂଜା କରୁଛନ୍ତି। ଏହା ହେଉଛି ତାଙ୍କର ଗୁଡ଼ି ପଡ଼ୁଆ ପର୍ବ। ଏହା ମଧ୍ୟ ଏକ ଋତୁ ଓ କୃଷି ଭିତ୍ତିକ ପର୍ବ। ପିଲାମାନେ ଦେଖ, ଏଇଟା ହେଉଛି କେରଳର ଓନମ୍ ପର୍ବ। ଏହା ମଧ୍ୟ ଗୋଟେ କୃଷିଭିତ୍ତିକ ପର୍ବ। ପ୍ରାୟ ଅଗଷ୍ଟ ଆଉ ସେପ୍ଟେମ୍ବର ମାସରେ ଶସ୍ୟ ଅମଳ ପରେ ସେମାନେ ନୂଆ ବର୍ଷ ପାଳନ କରନ୍ତି। ସେମାନେ କଣ କରନ୍ତି ନା ଫୁଲରେ ରଙ୍ଗୋଲି କରନ୍ତି, ଆଉ ବିଭିନ୍ନ ପ୍ରକାର ପିଠାପଣା ପୂଜା କରନ୍ତି, ଆଉ ଏହିପରି ସମସ୍ତେ ଏକତ୍ରିତ ହୋଇ ଏଇ ଓନମ୍ ପର୍ବଟିକୁ ପାଳନ କରିଥାନ୍ତି। ଏବେ ଦେଖିବା ପଞ୍ଜାବର ଲୋହରୀ ପର୍ବ। ପିଲେ ଦେଖିଲ ଏଇ ଛବିଟି ପଞ୍ଜାବ ଲୋକମାନେ ନା? ଆଚ୍ଛା, ସେମାନେ କେମିତି ପଞ୍ଜାବୀ ଡ୍ରେସ୍ ପିନ୍ଧି ନିଆଁ ଜାଳି ଢୋଲ ବଜାଇ ଭାଙ୍ଗରା ନାଚ କରିକି ଲୋହରୀ ପର୍ବ ପାଳୁଛନ୍ତି। ଏଇଟା ମଧ୍ୟ ଏକ ଋତୁ ଓ କୃଷି ଭିତ୍ତିକ ପର୍ବ। ପଞ୍ଜାବୀମାନେ ଶୀତ ଶେଷରେ ରବି ଫସଲ ଅମଳ କରି ପ୍ରକୃତିକୁ ଧନ୍ୟବାଦ ଦେବା ପାଇଁ ପାଳନ କରନ୍ତି। ଏହି ସମୟରେ ଗହମ, ଆଖୁ ଆଦି ଅମଳ କରିଥାନ୍ତି। ଆଚ୍ଛା ପିଲାମାନେ, ତମେ ତାହେଲେ ଭାରତର ବହୁତ ଗୁଡ଼ିଏ ପର୍ବ ବିଷୟରେ ପଢିଲ ନୁହେଁ? ଯେମିତି ଆସାମର ବିହୁ, ପଞ୍ଜାବର ଲୋହରୀ, ଆଉ ବିହାରର ଛଟ୍ ପୂଜା, ଆଉ ମକର ସଂକ୍ରାନ୍ତି, ଏମିତି ଅନେକ ପର୍ବ। ଏ ସମସ୍ତ ପର୍ବ ଋତୁଭିତ୍ତିକ ଆଉ କୃଷି ଭିତ୍ତିକ। ଏ ସମସ୍ତ ପର୍ବ ପାଇଁ ଜଳବାୟୁ ଉପରେ ସମସ୍ତେ ନିର୍ଭର କରିଥାନ୍ତି। ଜଳବାୟୁ ଅନୁଯାୟୀ ଆଉ ଋତୁ ଅନୁଯାୟୀ ଏବଂ ତାଙ୍କର କୃଷିର ଅମଳ ଅନୁସାରେ ସେମାନେ ପର୍ବ ଗୁଡ଼ିକୁ ପାଳନ କରିଥାନ୍ତି। ତାହେଲେ ଆମର ଭାରତର ପର୍ବପର୍ବାଣୀ ଆଉ ଚାଲିଚଳନ ସମସ୍ତ କାର୍ଯ୍ୟକ୍ରମ ଜଳବାୟୁ ଉପରେ ନିର୍ଭର କରେ। ଜଳବାୟୁ ଅର୍ଥନୀତି ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇଥାଏ। ଯଦି ଜଳବାୟୁ ଭଲ ରହିଲା ତାହେଲେ ଅର୍ଥନୀତି ନିଶ୍ଚିତ ଭାବରେ ଭଲ ରହିବ। ଯଦି ଜଳବାୟୁ ଖରାପ ହେଲା ତାହେଲେ ଅର୍ଥନୀତି ଉପରେ ଖରାପ ପ୍ରଭାବ ପକେଇବ। ଆଚ୍ଛା, ଯଦି ଆମର ଜଳବାୟୁ ଭଲ ରହିଲା ତାହେଲେ ଭଲ ବର୍ଷା ହବ। ଭଲ ବର୍ଷା ହେଲେ ଭଲ ଫସଲ ହବ। ଲୋକମାନେ ଚାଷ କରିବେ, ବହୁତ ଖାଦ୍ୟ ପାଇବେ ଏବଂ ସେଇ ଖାଦ୍ୟ ଗୁଡ଼ିକୁ ଅଧିକ ପରିମାଣରେ ସଂରକ୍ଷିତ କରି ରଖିବେ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। କଳକାରଖାନା ଆଉ ଶିଳ୍ପରେ ମଧ୍ୟ ଭଲ କଞ୍ଚାମାଲ ପାଇବେ ସେମାନେ କାମ କରିବା ପାଇଁ, ଆଉ ସେମାନେ ମଧ୍ୟ ବହୁତ ରୋଜଗାର ପାଇବେ। ସବୁ ଜିନିଷ ଶସ୍ତା ହବ। ସେମାନେ ଯେହେତୁ ସବୁ ଜିନିଷ ସବୁ ସୁବିଧା ପାଇବେ, ତେଣୁ ଲୋକମାନେ ଖୁସିରେ ରହିବେ। ଯାହା ଫଳରେ କଣ ହବ ଜାଣିଛ? ସବୁ ଜିନିଷ ଶସ୍ତା ରହିବ ଏବଂ ଶସ୍ତା ରହିଲେ ମୁଦ୍ରାସ୍ଫୀତି କମ ରହିବ। ତେଣୁ ଜଳବାୟୁ ଅର୍ଥନୀତି ଉପରେ ପୁରା ପ୍ରତ୍ୟକ୍ଷ ପ୍ରଭାବ ପକାଇଥାଏ। ଯଦି ଭଲ ଜଳବାୟୁ ରହିଲା, ଭଲ ଫସଲ ହେଲା, ତାହେଲେ ଲୋକମାନେ ସମସ୍ତେ ଭଲରେ ରହିବେ। ଠିକ ସେମିତି ମୌସୁମୀ ବିଫଳତା।
ବା ଅର୍ଥନୀତି ମଧ୍ୟ ମୌସୁମୀ ବିଫଳତା ହେଲେ ମଧ୍ୟ ଅର୍ଥନୀତି ଉପରେ ପ୍ରଭାବ ପକେଇବ। କେମିତିକା ନା ଯଦି ଭଲ ବର୍ଷା ହଉଛି ତାହେଲେ ଭଲ ଫସଲ ହଉଛି। ଯଦି ଭଲ ବର୍ଷା ନହବ ତାହେଲେ ଭଲ ଫସଲ ହବନି। ଏମିତି ଦେଖୁଛ, ଏଇ ଛବିଟି ଦେଖୁଛ କେମିତି ରାସ୍ତାଘାଟ ସବୁ ଫାଟିକି କେମିତି ହେଇଛି। ଏପରି ହେଲେ କଣ ହବ ନା ଭଲ ବର୍ଷା ତ ହବନି, ଆଉ ଭଲ ଫସଲ ବି ହେବନି, କି ଆଉ ସବୁଆଡେ ମରୁଡି ଦେଖାଯିବ। ମରୁଡି ଦେଖାହେଲେ ଲୋକମାନେ ଖାଦ୍ୟ ଶସ୍ୟ ପାଇବେ ନାହିଁ, କଳକାରଖାନା ପାଇଁ କଞ୍ଚାମାଲ ମିଳିବ ନାହିଁ, ଲୋକମାନେ ଆଉ ରୋଜଗାର କରିପାରିବେ ନାହିଁ। ତେଣୁ ସେମାନେ ରୋଜଗାର କରିବା ପାଇଁ ନିଜ ନିଜ ଅଞ୍ଚଳରୁ ଦେଖ କେମିତି ବ୍ୟାଗ ଧରିକିରି ସମସ୍ତେ ବାହାରକୁ ବିଦେଶକୁ କାମ କରିବା ପାଇଁ ଯାଉଛନ୍ତି। ତେଣୁ ସେମାନେ କଷ୍ଟରେ ରହୁଛନ୍ତି। ତା ଫଳରେ କଣ ହବ ନା ସବୁ ଜିନିଷର ଦର ବଢିଯିବ। ଦର ବଢିଗଲେ ମୁଦ୍ରାସ୍ଫୀତି ମଧ୍ୟ ବଢିଯିବ। ତେଣୁ ମୌସୁମୀ ବିଫଳତା ଉପରେ ମଧ୍ୟ ଅର୍ଥନୀତିର ପ୍ରଭାବ ପକେଇଥାଏ। ସ୍ତ୍ରୀ ଲୋକମାନଙ୍କୁ ଦେଖୁଛ ତ ଏମିତି କୂଅରୁ ପାଣି କାଢିବା ପାଇଁ କେମିତି ବଡ ବଡ ଦଉଡି ଏବଂ ମାଟିର ପାତ୍ର ସବୁ ରଖିଛନ୍ତି, ଆଉ କେତେ ଦୂରରୁ ପାଣି ବୋହିକି ନଉଛନ୍ତି। ଯଦି ଏତେ ଏତେ ବାଟରୁ ପାଣି ବୋହିକି ନେବେ ତାଙ୍କୁ ତ କଷ୍ଟ ପଡିବ ନା। ଆଉ ଦେଖିଲ ଏଇ ଶେଷ ପିକ୍ଚରଟି କେମିତି ଟିକେ ନାକୁ ପାଣି ବୋହୁଛି, ସେଇଥିରୁ ସେମାନେ ପାଣିକୁ ନେଇ ସେଇ ପାଣିକି ପିଉଛନ୍ତି ଏବଂ ବହୁତ ବାଟ ଚାଲି ଚାଲି ଯାଆନ୍ତି। ଯଦି ଭଲ ବର୍ଷା ନହବ ତାହେଲେ ଏଇପରି ପରିସ୍ଥିତି ସୃଷ୍ଟି ହବ, ଯାହା ଫଳରେ ଲୋକମାନେ ବହୁତ କଷ୍ଟ ପାଇବେ ଆଉ ସେଠି ଚାଷବାସ ନ କରିକି ସେମାନେ ଅନ୍ୟ ଜାଗାକୁ ଚାଲିଯିବେ, ଯାହା ଫଳରେ ଏଇ ସବୁ କାରଣରୁ ମୁଦ୍ରାସ୍ଫୀତି ବଢିବ। ତାହେଲେ ଆମେ ଏଥିରୁ କଣ ଜାଣିଲେ? ଜଳବାୟୁ ଉପରେ ଅର୍ଥନୀତି ପ୍ରଭାବ ପକାଏ। ଜଳବାୟୁ ଭଲ ହେଲେ ଅର୍ଥନୀତି ଭଲ ରହିବ, ଜଳବାୟୁ ଖରାପ ହେଲେ ଅର୍ଥନୀତି ମଧ୍ୟ ଖରାପ ହେଇଯିବ। ଆଚ୍ଛା, ଆଉ ଗୋଟେ ଜିନିଷ ଜାଣିବା, ଜଳବାୟୁ ଜନିତ ବିପର୍ଯ୍ୟୟ ଯଦି ସଂଘଟିତ ହେଲେ ଅର୍ଥନୀତି ଉପରେ ଏଇପରି ବିଫଳତା ପ୍ରଭାବ ଅଧିକ ପକେଇଥାଏ। କେମିତି ଦେଖ ପିଲେ, ଯଦି ଆମର ବାତ୍ୟା ହେଲା, ବନ୍ୟା ହେଲା, କି ମରୁଡି ହେଲା, କି ସୁନାମି କି ବନାଗ୍ନି ହେଲା, ତାହେଲେ କଣ ହବ? ଏଇ ବାତ୍ୟା ବନ୍ୟା ହେଲେ ଆମର ବହୁତ ବିପର୍ଯ୍ୟୟ ହୁଏ। ସବୁ ଧନ ଜୀବନ ନଷ୍ଟ ହେଇଯାଏ, ଜମିରେ ପାଣି ମାଡିଯାଏ। ଆଉ ମରୁଡି ହେଲେ କିଛି ଫସଲ ହବ ନାହିଁ, ସୁନାମି ହେଲେ ସମୁଦ୍ରରେ ଘରଦ୍ୱାର ଭାସିଯିବ, ବନାଗ୍ନି ହେଲେ ସବୁ ଜଙ୍ଗଲ ପୋଡି ହେଇଯିବ। ଆ ଫଳରେ କଣ ହବ? ଆମର ବହୁତ ଧନ ଜୀବନ ସବୁ ନଷ୍ଟ ହେଇଯିବ। ଯଦି ଧନ ଜୀବନ ନଷ୍ଟ ହବ ତାହେଲେ ଲୋକମାନଙ୍କର ପଇସା ସରିଯିବ, ଲୋକମାନେ ବହୁତ କଷ୍ଟ ପାଇବେ। ଆ ଫଳରେ କଣ ହବ ନା ସବୁ ଜିନିଷ ରେଟ୍ ହେଇଯିବ, ଆଉ ଫଳରେ ମୁଦ୍ରାସ୍ଫୀତି ବଢିଯିବ ନୁହେଁ। ତାହେଲେ ଯଦି ଜଳବାୟୁ ଜନିତ ଏହିପରି ବିପର୍ଯ୍ୟୟ ସଂଘଟିତ ହେବ ତାହେଲେ ଲୋକମାନଙ୍କର ଅର୍ଥନୀତି ଉପରେ ନିଶ୍ଚିତ ଭାବରେ ବିଫଳତା ପ୍ରଭାବ ବହୁତ ପକେଇଥାଏ। ଲୋକମାନେ ବହୁତ ହଇରାଣ ହେଇଥାନ୍ତି। ତାହେଲେ ଆମେ କଣ ଏଥିରୁ ଜାଣିଲେ? ଜଳବାୟୁ ଜନିତ ବିପର୍ଯ୍ୟୟ ସଂଘଟିତ ହେଲେ ଅର୍ଥନୀତି ଉପରେ ଏପରି ବିଫଳତା ପ୍ରଭାବ ଅନେକ ପକେଇଥାଏ। ଆଚ୍ଛା ପିଲାମାନେ, ଆମେ ତ ବହୁତ ପାଠ ପଢିଲେ, କଣ ମନେ ରଖିଲେ ସେ ଟିକେ ନିଜକୁ ପରଖିବା। ତୁମ ପାଇଁ ଗୋଟିଏ କ ସ୍ତମ୍ଭ ଆଉ ଖ ସ୍ତମ୍ଭ ଦିଆଯାଇଛି, ଆମେ ତାକୁ ମିଳନ କରିବା। କ ସ୍ତମ୍ଭରେ କିଛି ଶବ୍ଦ ରହିଛି, ଏକୁ ସମ୍ପର୍କିତ କରି ଖ ସ୍ତମ୍ଭରେ ମଧ୍ୟ କିଛି ଶବ୍ଦ ରହିଛି, କିନ୍ତୁ ଏପଟ ସେପଟ ହେଇ ରହିଛି। ଆମେ ତାକୁ ମେଳକ କରିବା। ଏବେ କ ସ୍ତମ୍ଭରେ କଣ ଅଛି ନା ଭାରତର ପର୍ବପର୍ବାଣୀ, ଆସାମ, ବିହାର, ମକର ସଂକ୍ରାନ୍ତି, ଲୋହରୀ, ମୌସୁମୀ ବିଫଳତା। ଆଉ ଖ ସ୍ତମ୍ଭରେ କଣ ଅଛି? ଭାଙ୍ଗରା, ଛଟ୍ ପୂଜା, ମୁଦ୍ରାସ୍ଫୀତି ବୃଦ୍ଧି, ଋତୁ ଓ କୃଷି ଭିତ୍ତିକ, ବିହୁ ଆଉ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି। ତେବେ ବର୍ତ୍ତମାନ ମେଳକ କରିବା। ଆଚ୍ଛା କହିଲ, ଭାରତର ପର୍ବପର୍ବାଣୀ କଣ ହେଇପାରିବ? ହଁ, ଠିକ କହିଛ, ଋତୁ ଓ କୃଷି ଭିତ୍ତିକ। କାରଣ ଆମେ ଯୋଉ ଭାରତର ପର୍ବପର୍ବାଣୀ ପଢିଲେ, ଆସାମର ବିହୁ ପର୍ବ ଏବଂ ଛଟ୍ ପୂଜା, ମକର ସଂକ୍ରାନ୍ତି, ଏ ସବୁ ପର୍ବ ଗୁଡିକ ଋତୁ ଭିତ୍ତିକ ଆଉ କୃଷି ଭିତ୍ତିକ। ତେବେ ବର୍ତ୍ତମାନ ଆମେ ଦ୍ୱିତୀୟଟିକୁ ଯିବା, ଆସାମ। ଆସାମ ଶବ୍ଦଟି ଏ ଖ ସ୍ତମ୍ଭର କେଉଁ ଶବ୍ଦ ସହିତ ସମ୍ପର୍କିତ ହେଉଛି? ଦେଖିଲ ପିଲେ? ହଁ ହଁ, ଠିକ କହିଛ, ଆସାମର ହେଲା ବିହୁ ପର୍ବ। ଏହା ମଧ୍ୟ ଏକ କୃଷି ଭିତ୍ତିକ ପର୍ବ। ତାପରେ ଆମେ ଯିବା ବିହାରକୁ। ଆଚ୍ଛା, ବିହାରରୁ ଆ ଭିତରେ ଆଉ କଣ କଣ ରହିଲା? ଭାଙ୍ଗରା, ଛଟ୍ ପୂଜା, ନା ମୁଦ୍ରାସ୍ଫୀତି ବୃଦ୍ଧି, ନା ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି? ହଁ, ଠିକ କହିଛ,
ବିହାରର ଛଟ୍ ପୂଜା। ସେମାନେ ସମସ୍ତେ ଏକତ୍ରିତ ହୋଇ ନଦୀ ପୁଠାରେ ପୂଜା କରନ୍ତି। ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ତ ଭାରତର ସବୁ ସ୍ଥାନରେ କରନ୍ତି। ତେବେ ଏଇଟା କଣ ହେଇପାରିବ? ଭାଙ୍ଗରା ନା ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି? ହଁ, ଠିକ କହିଛ। ଏଇଟା ହେଲା ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଲେ ଦିନ ବଡ ହୁଏ ଆଉ ସମସ୍ତେ ମକର ସଂକ୍ରାନ୍ତି ପାଳନ କରନ୍ତି। ତାପରେ ଆସିଲା ଲୋହରୀ। ଲୋହରୀ ଲୋହରୀଟା କେଉଁଠି ପାଳନ କରାଯାଏ? ପଞ୍ଜାବରେ। ତାହେଲେ ପଞ୍ଜାବରେ କୋଉ ନାଚ ନାଚନ୍ତି? ଭାଙ୍ଗରା। ଠିକ କହିଛ, ତମର ମନେ ଅଛି ତାହେଲେ ନାଇଁ? ଲୋହରୀ ହେଲା ଭାଙ୍ଗରା। ଆଉ ଗୋଟେ ରହିଲା ମୌସୁମୀ ବିଫଳତା। ମୌସୁମୀ ବିଫଳତା ହେଲେ ଆମେ ଏବେ ଆଲୋଚନା କରିଥିଲେ ଯଦି ମୌସୁମୀ ବିଫଳତା ହବ ତାହେଲେ ବର୍ଷା ହବ ନାହିଁ, ମରୁଡି ହବ। ତାହେଲେ କଣ ହବ ନା ସବୁ ଜିନିଷ ସବୁ ରେଟ୍ ରହିବ, ଅଧିକା ମୂଲ୍ୟରେ ଆମେ କିଣିବା। ତେଣୁ କଣ ହବ ନା ମୁଦ୍ରାସ୍ଫୀତି ବୃଦ୍ଧି ହବ। ତାହେଲେ ମୌସୁମୀ ବିଫଳତା ହଉଛି ମୁଦ୍ରାସ୍ଫୀତି ବୃଦ୍ଧି। ବାଃ, ତୁମେମାନେ ତ ବହୁତ ବଢିଆ ଉତ୍ତର ଦେଲ। ଆଚ୍ଛା ପିଲାମାନେ, ଆମେ ତ ପାଠ ପଢିଲେ, ଏଥର କଣ ପଢିଲେ ଆସ ଟିକେ ମନେ ପକେଇବା। ଆଚ୍ଛା, ତାହେଲେ ଜଳବାୟୁ ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଏ, ନୁହେଁ? ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଏବଂ ଚାଲିଚଳନ ଆମେ କିପରି ବସା ଉଠା କରେ, କିପରି ସକାଳୁ ଉଠେ, କେଉଁ ପୋଷାକ ପିନ୍ଧେ, କେଉଁ ଖାଦ୍ୟ ବସ୍ତ୍ର ପିନ୍ଧେ, ଖାଦ୍ୟ ଖାଉ ଏବଂ ବସ୍ତ୍ର ପିନ୍ଧୁ, ଏସବୁ ଜଳବାୟୁ ଉପରେ ନିର୍ଭର କରୁଛି। ଆଉ ଦ୍ୱିତୀୟରେ ଶିଖିଲେ ଆମର ସ୍ଥାନୀୟ ସଂସ୍କୃତି ଆଉ ଚାଲିଚଳନ, ଏହା ମଧ୍ୟ ଜଳବାୟୁ ଉପରେ ପ୍ରଭାବ ପକାଇଥାଏ। ଠିକ ସେହିପରି ତିନିରେ ଆମେ କଣ ଶିଖିଲେ ନା ଭାରତର ବିଭିନ୍ନ ପର୍ବପର୍ବାଣୀ ଯେପରି ଆସାମର ବିହୁ ପର୍ବ, କେରଳର ଓନମ ପର୍ବ, ପୋଙ୍ଗଲ ପର୍ବ, ଆଉ ଓଡ଼ିଶାର ଆଉଏ ଶୀତ ପର୍ବ, ପଞ୍ଜାବର ବୈଶାଖୀ ପର୍ବ, ଏହିପରି ଅନେକ ପର୍ବ, ମକର ସଂକ୍ରାନ୍ତି, ଏସବୁ ପର୍ବ ମଧ୍ୟ ଋତୁଭିତ୍ତିକ ଆଉ କୃଷି ଭିତ୍ତିକ। ଏସବୁ ପର୍ବ ଆମର ଜଳବାୟୁ ଉପରେ ନିର୍ଭର କରୁଛି। ଆଉ ଗୋଟେ କଣ ଶିଖିଲେ ନା ଏଇ ଜଳବାୟୁ ଉପରେ ମୁଦ୍ରାସ୍ଫୀତି ମଧ୍ୟ ନିର୍ଭର କରୁଛି। ଯଦି ଭଲ ବର୍ଷା ହେଲା, ଭଲ ଫସଲ ହେଲା, ତାହେଲେ ଲୋକମାନେ ଖୁସିରେ ରହିବେ ଆଉ ମୁଦ୍ରାସ୍ଫୀତି କମିବ। ଯଦି ଭଲ ବର୍ଷା ନହବ, ମରୁଡି ରହିବ, ଲୋକମାନେ କଳକାରଖାନାରେ କାମ ପାଇବେନି, ତାହେଲେ କଣ ହବ? ଆମର ମୁଦ୍ରାସ୍ଫୀତି ବଢିଯିବ, କାରଣ ସବୁ ଜିନିଷ ଦରଦାମ ହେଇଯିବ। ଠିକ ସେମିତି ଯଦି କୌଣସି ବିପର୍ଯ୍ୟୟ ଆସିଲା, ମୌସୁମୀ ବିପର୍ଯ୍ୟୟ ଯେପରି ବାତ୍ୟା, ବନ୍ୟା, ମରୁଡି, ଏସବୁ ଆସିଲେ ମଧ୍ୟ ଆମର ମୁଦ୍ରାସ୍ଫୀତି ବଢିଯାଏ, ନୁହେଁ? ତାହେଲେ ଆମର ଚାଲିଚଳନ ଆଉ ଜୀବନଶୈଳୀ ଉପରେ ଜଳବାୟୁ ବହୁତ ନିର୍ଭର କରେ। ପିଲାମାନେ, ତାହେଲେ ଆମେ ଆଜି ଭାରତର ଜଳବାୟୁ ଓ ଜନଜୀବନ ଉପରେ ଖୁବ ଭଲ ଭାବରେ ପଢିଲେ। ତୁମେମାନେ ସମସ୍ତେ ଖୁବ ଭଲ ଭାବରେ ଶୁଣିଲ ନା? ସବୁ ମନେ ରହିଲା ନା? ଆଚ୍ଛା, ଆଗାମୀ ପାଠରେ ଆମେ ପୁଣି ଆହୁରି ବହୁତ କିଛି ଶିଖିବା। ତାହେଲେ ଆଜି ପାଇଁ ଏତିକି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।